ବିଚାରକର୍ତ୍ତା 17 ପର୍ବ। ଇଫ୍ରିୟମ ପର୍ବତମୟ ଦେଶରେ ମିଖା ନାମରେ ଜଣେ ଲୋକ ଥିଲା। ସେ ଆପଣା ମାତାକୁ କହିଲା, ତୁମ୍ଭଠାରୁ ଯେଉଁ 1100 ଖଣ୍ଡ ରୂପା ନିଆଯାଇଛି, ଯେଉଁ ବିଷୟରେ ତୁମ୍ଭେ ସାପ ଦେଇଅଛ ଓ ମଧ୍ୟ ମୋହର କର୍ଣ୍ଣରେ କହିଅଛ, ଦେଖ ସେହି ରୂପା ମୋହର କତିରେ ଅଛି, ମୁଁ ତାହା ନେଇଅଛି। ତହିଁରେ ତାହାର ମାତା କହିଲା, ଆମ୍ଭ ପୁତ୍ର ସଦାପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ ହେଉ। ଏଥିରେ ସେହି 1100 ଖଣ୍ଡ ରୂପା ଆପଣା ମାତାକୁ ଫେରାଇ ଦିଅନ୍ତେ ତାହାର ମାତା କହିଲା, ଗୋଟିଏ ଖୋଳା ଓ ଗୋଟିଏ ଢଳା ପ୍ରତିମା ବନାଇବାକୁ ମୁଁ ଆପଣା ପୁତ୍ର ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ହସ୍ତରୁ ଏହି ରୂପା ନିତ୍ୟାନ୍ତ ପବିତ୍ର କରୁଅଛି। ମୁଁ ତାହା ତୁମ୍ଭକୁ ଫେରାଇ ଦେବି। ସେ ଆପଣା ମାତାକୁ ସେହି ରୂପା ଫେରାଇ ଦେଲା ଉତ୍ତାରେ ତାର ମାତା 200 ଖଣ୍ଡ ରୂପା ସୁନାରିକି ଦିଅନ୍ତେ ସେ ଗୋଟିଏ ଖୋଳା ଓ ଗୋଟିଏ ଢଳା ପ୍ରତିମା ବନାଇଲା ଓ ତାହାର ମିଖାର ଗୃହରେ ରହିଲା। ପୁଣି ଏହି ମିଖାର ଏକ ଦେବାଳୟ ଥିଲା। ସେ ଏଫୋଦ ଓ କେତେକ ଠାକୁର ନିର୍ମାଣ କରି ଆପଣା ପୁତ୍ରମାନଙ୍କ ମଧ୍ୟରୁ ଜଣକୁ ନିଯୁକ୍ତ କରନ୍ତେ ସେ ଯାଜକ ହେଲା। ସେ ସମୟରେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ନଥିଲା ଓ ଯାହା ଦୃଷ୍ଟିରେ ଯାହା ଭଲ ଦିଶିଲା ସେ ତାହା କଲା। ସେ ସମୟରେ ଜିହୁଦା ବଂଶୀୟ ବେଥଲେହେମ ଜିହୁଦାର ଏକ ଲେବୀୟ ଯୁବା ଲୋକ ସେଠାରେ ପ୍ରବାସ କରୁଥିଲା। ପୁଣି ସେ ଯେଉଁଠାରେ ସ୍ଥାନ ପାଇପାରେ ସେଠାରେ ପ୍ରବାସ କରିବା ନିମନ୍ତେ ସେ ନଗରରୁ ଅର୍ଥାତ୍ ବେଥଲେହେମ ଜିହୁଦାରୁ ପ୍ରସ୍ଥାନ କଲା ଓ ସେ ଯାତ୍ରା କରୁ କରୁ ଇଫ୍ରିୟମ ପର୍ବତମୟ ଦେଶସ୍ଥ ଏହି ମିଖାର ଗୃହ ପର୍ଯ୍ୟନ୍ତ ଆସିଲା। ତହିଁରେ ମିଖା ତାହାକୁ ପଚାରିଲା, ତୁମେ କେଉଁଠାରୁ ଆସିଲ? ସେ ଉତ୍ତର କଲା, ମୁଁ ବେଥଲେହେମ ଜିହୁଦାର ଏକ ଲେବୀୟ ଲୋକ। ଯେଉଁଠାରେ ମୁଁ ସ୍ଥାନ ପାଇପାରିବି ସେଠାରେ ପ୍ରବାସ କରିବାକୁ ମୁଁ ଯାଉଅଛି। ତହିଁରେ ମିଖା ତାହାକୁ କହିଲା, ମୋ ସଙ୍ଗେ ବାସ କର, ମୋର ପିତା ଓ ଯାଜକ ହୁଅ। ତହିଁରେ ମୁଁ ତୁମ୍ଭକୁ ବାର୍ଷିକ 10 ଖଣ୍ଡ ରୂପା ଓ 1 ସାଜ ପୂରା ପୋଷାକ ଓ ତୁମ୍ଭର ପଡ଼ି ଦେବି। ତହିଁରେ ସେ ଲେବୀୟ ଲୋକ ଗଲା। ପୁଣି ସେ ଲେବୀୟ ଲୋକ ସେହି ମନୁଷ୍ୟ ସଙ୍ଗେ ବାସ କରିବାକୁ ସମ୍ମତ ହେଲା। ଆଉ ସେ ଯୁବା ଲୋକ ତାହାର ଗୋଟିଏ ପୁତ୍ର ପରି ହେଲା। ଏ ଉତ୍ତାରେ ମିଖା ସେ ଲେବୀକୁ ନିଯୁକ୍ତ କରନ୍ତେ ସେ ଯୁବା ଲୋକ ମିଖାର ଯାଜକ ହୋଇ ତାହାର ଗୃହରେ ରହିଲା। ତହିଁରେ ମିଖା କହିଲା, ମୁଁ ଜାଣେ ଏବେ ସଦାପ୍ରଭୁ ମୋର ମଙ୍ଗଳ କରିବେ, କାରଣ ମୋହର ଯାଜକ ହେବା ପାଇଁ ମୁଁ ଜଣେ ଲେବୀୟକୁ ପାଇଲି। ବିଚାରକର୍ତ୍ତା 18 ପର୍ବ। ସେହି ସମୟରେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ନଥିଲା। ସେତେବେଳେ ଦାନବଂଶ ବସତି ନିମନ୍ତେ ଅଧିକାର ଖୋଜୁଥିଲେ, କାରଣ ସେଦିନ ପର୍ଯ୍ୟନ୍ତ ଇସ୍ରାଏଲ ବଂଶ ମଧ୍ୟରେ ସେମାନଙ୍କ ଅଧିକାର ପଡ଼ିନଥିଲା। ଏଣୁ ଦାନ ସନ୍ତାନଗଣ ଆପଣାମାନଙ୍କ ସଂଖ୍ୟା ମଧ୍ୟରୁ ସ୍ୱଗୋଷ୍ଠୀୟ 5 ଜଣ ବୀର ପୁରୁଷଙ୍କୁ ଦେଶ ଭ୍ରମଣ ଓ ଅନୁସନ୍ଧାନ କରିବାକୁ ସରିୟ ଓ ଇଷ୍ଟ୍ରାଇଓଲଠାରୁ ପଠାଇଲେ ଓ ସେମାନଙ୍କୁ କହିଲେ, ଯାଇ ଦେଶ ଅନୁସନ୍ଧାନ କର। ତହିଁରେ ସେମାନେ ଇଫ୍ରିୟମ ପର୍ବତମୟ ଦେଶସ୍ଥିତ ମିଖାର ଗୃହ ପର୍ଯ୍ୟନ୍ତ ଆସି ସେଠାରେ ରାତ୍ରି କ୍ଷେପଣ କଲେ। ସେମାନେ ମିଖାର ଗୃହ ନିକଟରେ ଥିବାବେଳେ ସେହି ଲେବୀୟ ଯୁବା ଲୋକର ରବ ଚିହ୍ନିଲେ। ତେଣୁ ସେମାନେ ସେଠାକୁ ଯାଇ ତାହାକୁ ପଚାରିଲେ, ତୁମ୍ଭକୁ ଏଠାକୁ କିଏ ଆଣିଲା? ତୁମ୍ଭେ ଏଠାରେ କଣ କରୁଅଛ ଓ ତୁମ୍ଭର ଏଠାରେ କଣ ଅଛି? ତହିଁରେ ସେ ସେମାନଙ୍କୁ କହିଲା, ମିଖା ମୋହ ପ୍ରତି ଏହି ପ୍ରକାର ବ୍ୟବହାର କଲା। ସେ ମୋତେ ବେତନ ଦେଇ ନିଯୁକ୍ତ କରିଅଛି ଓ ମୁଁ ତାହାର ଯାଜକ ହୋଇଅଛି। ତେଣୁ ସେମାନେ ତାହାକୁ କହିଲେ, ଆମ୍ଭେମାନେ ତୁମକୁ ବିନୟ କରୁଅଛୁ, ପରମେଶ୍ୱରଙ୍କ ନିକଟରେ ପଚାର, ଆମ୍ଭମାନଙ୍କ ଯିବା ବାଟରେ ମଙ୍ଗଳ ହେବ କି ନାହିଁ ତାହା ଆମ୍ଭେମାନେ ଜାଣିବାକୁ ଚାହୁଁ। ତେଣୁ ଯାଜକ ସେମାନଙ୍କୁ କହିଲା, କୁଶଳରେ ଯାଅ, ତୁମମାନଙ୍କର ଗନ୍ତବ୍ୟ ପଥ ସଦାପ୍ରଭୁଙ୍କ ସମ୍ମୁଖରେ ଅଛି। ଏ ଉତ୍ତାରେ ସେ 5 ଜଣ ପ୍ରସ୍ଥାନ କରି ଲଇସରେ ଉପସ୍ଥିତ ହେଲେ। ପୁଣି ସେଠାସ୍ଥିତ ଲୋକମାନେ କିରୂପ ନିର୍ଭୟରେ ବାସ କରି ସିଦୋନୀୟମାନଙ୍କ ରୀତି ଅନୁସାରେ ଶାନ୍ତ ଓ ନିର୍ଭୟ ହୋଇଅଛନ୍ତି ଏହା ଦେଖିଲେ, କାରଣ କୌଣସି କଥାରେ ସେମାନଙ୍କୁ ଲଜ୍ଜିତ କରିବା ପାଇଁ ସେହି ଦେଶରେ କର୍ତ୍ତୃତ୍ୱ ବିଶିଷ୍ଟ କେହି ନଥିଲେ। ଆଉ ସେମାନେ ସିଦୋନୀୟମାନଙ୍କଠାରୁ ଦୂରରେ ଥିଲେ ଓ ଅନ୍ୟ କାହାରି ସହିତ ସେମାନଙ୍କ ସମ୍ପର୍କ ନଥିଲା। ଏ ଉତ୍ତାରେ ସେମାନେ ସରିୟ ଓ ଇଷ୍ଟ୍ରାଇଓଲରେ ଆପଣା ଭାତୃଗଣ ନିକଟରେ ଉପସ୍ଥିତ ହେଲେ। ତହିଁରେ ସେମାନଙ୍କର ଭାତୃଗଣ ସେମାନଙ୍କୁ ପଚାରିଲେ, କି ବିଚାର? ତହିଁରେ ସେମାନେ କହିଲେ, ଉଠ, ସେମାନଙ୍କ ପ୍ରତିକୂଳରେ ଯିବା, କାରଣ ଆମ୍ଭେମାନେ ସେ ଦେଶ ଦେଖିଲୁ। ଦେଖ, ସେ ଦେଶ ଅତି ଉତ୍ତମ। ଆଉ ତୁମ୍ଭେମାନେ କି ତୁନି ହୋଇ ରହିଅଛ? ସେହି ଦେଶକୁ ଯିବାକୁ ଓ ପ୍ରବେଶି ତାର ଅଧିକାର କରିବାକୁ ଆଳସ୍ୟ କର ନାହିଁ। ତୁମେମାନେ ଗଲେ ନିର୍ଭୟରେ ଥିବା ଲୋକମାନଙ୍କୁ ପାଇବ ଓ ଦେଶ ଅତି ବିସ୍ତୃତ
ପରମେଶ୍ୱର ତାହା ତୁମମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି। ସେ ସ୍ଥାନରେ ପୃଥିବୀସ୍ଥ କୌଣସି କଥାର ଅଭାବ ନାହିଁ। ତହିଁରେ ସେଠାରୁ ଦାନ ଗୋଷ୍ଠୀୟ 600 ଲୋକ ଯୁଦ୍ଧାସ୍ତ୍ରରେ ସସଜ୍ଜ ହୋଇ ସରିଓ ଓ ଇଷ୍ଟ୍ରାଏଲରୁ ଯାତ୍ରା କଲେ। ପୁଣି ସେମାନେ ଉଠିଯାଇ ଜିହୁଦା ଅନ୍ତର୍ଗତ କିରିୟତ୍ ଜିଆରିମ୍ ଛାଉଣି ସ୍ଥାପନ କଲେ। ଏହି କାରଣରୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନକୁ ମହନି ଦାନର ଛାଉଣି କହନ୍ତି। ଦେଖ, ଏହା କିରିୟତ୍ ଜିଆରିମ୍ର ପଛରେ ଅଛି। ଏ ଉତ୍ତାରେ ସେମାନେ ସେଠାରୁ ଇଫ୍ରିଏମ୍ ପର୍ବତ ଦେଶ ଆଡ଼େ ଯାଇ ମିଖାର ଗୃହ ପର୍ଯ୍ୟନ୍ତ ଗଲେ। ସେତେବେଳେ ଯେଉଁ 5 ଜଣ ଲଇସ୍ରେ ଦେଶ ଅନୁସନ୍ଧାନ କରିବାକୁ ଯାଇଥିଲେ, ସେମାନେ ଆପଣା ଭାତୃଗଣଙ୍କୁ କହିଲେ, ଏହି ଗୃହରେ ଯେ ଏକ ଏଫୋଦ ଓ ଠାକୁରମାନ ଆଉ ଏକ ଖୋଳା ପ୍ରତିମା ଓ ଏକ ଢଳା ପ୍ରତିମା ଅଛି, ଏହା କଣ ତୁମେମାନେ ଜାଣ? ଏଣୁ ତୁମମାନଙ୍କର କି କର୍ତ୍ତବ୍ୟ ତାହା ବିବେଚନା କର। ତହୁଁ ସେମାନେ ସେଆଡ଼କୁ ଯାଇ ମିଖାର ଗୃହରେ ସେ ଲେବୀୟ ଯୁବାର ଗୃହକୁ ଆସି ତାହାର ମଙ୍ଗଳ ବାର୍ତ୍ତା ପଚାରିଲେ। ପୁଣି ଯୁଦ୍ଧାସ୍ତ୍ରରେ ସସଜ୍ଜ ଦାନ ସନ୍ତାନଗଣର ସେହି 600 ପୁରୁଷ ଦ୍ୱାର ପ୍ରବେଶ ସ୍ଥାନରେ ଠିଆ ହୋଇ ରହିଲେ। ଏଥିରେ ଦେଶ ଅନୁସନ୍ଧାନ ନିମିତ୍ତ ଯାଇଥିବା ସେ 5 ଜଣ ଉପରକୁ ଗଲେ। ପୁଣି ତହିଁ ଭିତରକୁ ଯାଇ ଖୋଳା ପ୍ରତିମା ଓ ଏଫଦ ଓ ଠାକୁରମାନ ଓ ଢଳା ପ୍ରତିମା ଉଠାଇ ନେଲେ। ସେ ସମୟରେ ଯାଜକ ଦ୍ୱାର ପ୍ରବେଶ ସ୍ଥାନରେ ଯୁଦ୍ଧାସ୍ତ୍ରରେ ସସଜ୍ଜ ସେହି 600 ଲୋକ ସଙ୍ଗରେ ଛିଡ଼ା ହୋଇଥିଲେ। ଆଉ ସେହି ଲୋକମାନେ ମିଖା ଗୃହକୁ ଯାଇ ଖୋଳା ପ୍ରତିମା, ଏଫୋଦ ଓ ଠାକୁରମାନ ଓ ଢଳା ପ୍ରତିମା ଆଣନ୍ତେ ଯାଜକ ସେମାନଙ୍କୁ କହିଲା, ତୁମେମାନେ କଣ କରୁଅଛ? ତହିଁରେ ସେମାନେ ତାହାକୁ କହିଲେ, ତୁନି ହୁଅ, ଆପଣା ମୁହଁରେ ହାତ ଦିଅ, ଆମ୍ଭମାନଙ୍କ ସଙ୍ଗେ ଚାଲ ଓ ଆମ୍ଭମାନଙ୍କ ପିତା ଓ ଯାଜକ ହୁଅ। ଏକ ଲୋକର ଗୃହରେ ଯାଜକ ହେବା ତୁମ୍ଭର ଭଲ କି? ଇସ୍ରାଏଲ ଏକ ବଂଶ ଓ ଗୋଷ୍ଠୀର ଯାଜକ ହେବା ଭଲ। ଏଥିରେ ଯାଜକର ମନ ଆନନ୍ଦିତ ହେଲା। ତହୁଁ ସେ ଏଫୋଦ ଓ ଠାକୁରମାନ ଓ ଖୋଳା ପ୍ରତିମା ନେଇ ଲୋକମାନଙ୍କ ମଧ୍ୟରେ ଚାଲିଲା। ଏ ଉତ୍ତାରେ ସେମାନେ ମୁଖ ଫେରାଇ ପ୍ରସ୍ଥାନ କଲେ। ପୁଣି ବାଳକ ଓ ପଶୁ ଓ ସାମଗ୍ରୀ ଓ ଆପଣମାନଙ୍କ ଆଗେ ଆଗେ ଚଳାଇଲେ। ସେମାନେ ମିଖାର ଗୃହରୁ କିଛି ଦୂର କଲା ଉତ୍ତାରେ ମିଖାର ଗୃହ ନିକଟ ଗୃହବାସୀମାନେ ଦଳବଦ୍ଧ ହୋଇ ଦାନ ସନ୍ତାନଗଣର ପଛେ ପଛେ ଗୋଡ଼ାଇଲେ। ପୁଣି ଦାନ ସନ୍ତାନଗଣକୁ ଡାକି ପକାଇଲା। ତହୁଁ ସେମାନେ ମୁଖ ଫେରାଇ ମିଖାକୁ କହିଲେ, ତୁମ୍ଭର କଣ ହେଲା ଯେ ତୁମେ ଏପରି ଦଳବଦ୍ଧ ହୋଇ ଆସୁଅଛ? ତହିଁରେ ସେ କହିଲା, ମୋର ବନାଇଲା ଦେବତାମାନଙ୍କୁ ପୁଣି ଯାଜକମାନଙ୍କୁ ତୁମେମାନେ ତ ନେଇ ଆସିଲ, ବାକି ମୋର ଆଉ କଣ ଅଛି? ଆହୁରି କହୁଛ ତୁମର କଣ ହେଲା? ତହିଁରେ ଦାନ ସନ୍ତାନଗଣ ତାହାକୁ କହିଲେ, ଆମ୍ଭମାନଙ୍କ ମଧ୍ୟରେ ତୁମ୍ଭର ରବ ଶୁଣା ନ ଯାଉ। କେଜାଣି କ୍ରୋଧୀ ଲୋକେ ତୁମ୍ଭ ଉପରେ ପଡ଼ିବେ। ତହିଁରେ ତୁମ୍ଭେ ଆପଣା ପ୍ରାଣ ଓ ଆପଣା ପରିବାରର ପ୍ରାଣ ହରାଇବ। ଏ ଉତ୍ତାରେ ଦାନ ସନ୍ତାନଗଣ ଆପଣା ପଥରେ ଗମନ କଲେ। ପୁଣି ମିଖା ସେମାନଙ୍କୁ ଆପଣାଠାରୁ ଅଧିକ ବଳବାନ ଦେଖି ଫେରି ଆପଣା ଗୃହକୁ ଗଲା। ତହୁ ସେମାନେ ମିଖାର ନିର୍ମିତ ବସ୍ତୁ ସବୁ ଓ ତାହାର ଯାଜକକୁ ନେଇ ଲଇସ୍ରେ ସେହି ଶାନ୍ତ ଓ ନିର୍ଭୟ ହୋଇ ରହିଥିବା ଲୋକମାନଙ୍କ ନିକଟରେ ଉପସ୍ଥିତ ହେଲେ। ଓ ସେ ସେମାନଙ୍କୁ ଖଡ୍ଗରେ ଆଘାତ କରି ଅଗ୍ନିରେ ନଗର ଦଗ୍ଧ କଲେ। ପୁଣି ବିଚାରକର୍ତ୍ତା କେହି ନଥିଲା, କାରଣ ତାହା ସିଦୋନଠାରୁ ଦୂରରେ ଥିଲା। ଆଉ ଅନ୍ୟ କାହାରି ସଙ୍ଗେ ସେମାନଙ୍କ ସମ୍ପର୍କ ନଥିଲା। ଆଉ ତା ବୈଥ୍ୟ ରୋହବ ନିକଟସ୍ଥ ତଳଭୂମିରେ ଥିଲା। ଏ ଉତ୍ତାରେ ସେମାନେ ସେହି ନଗର ନିର୍ମାଣ କରି ସେଠାରେ ବାସ କଲେ। ପୁଣି ଆପଣାମାନଙ୍କ ପୂର୍ବପୁରୁଷ ଯେ ଇସ୍ରାଏଲର ପୁତ୍ର ଦାନ, ତାହାର ନାମାନୁସାରେ ସେହି ନଗରର ନାମ ଦାନ ରଖିଲେ। ମାତ୍ର ଆଦ୍ୟରେ ସେହି ନଗର ନାମ ଲଇସ୍ ଥିଲା। ପୁଣି ଦାନ ସନ୍ତାନଗଣର ସେହି ଖୋଦିତ ପ୍ରତିମା ଆପଣାମାନଙ୍କ ପାଇଁ ସ୍ଥାପନ କଲେ। ପୁଣି ସେହି ଦେଶୀୟ ଲୋକମାନେ ବନ୍ଦୀ ରୂପେ ଦେଶାନ୍ତରିତ ହେବା ଯାଏ ମୋସାର ପୌତ୍ର ଗର୍ସନର ପୁତ୍ର ଜୋନାଥନ ଓ ତାହାର ସନ୍ତାନଗଣ ଦାନ ବଂଶର ଯାଜକ ହେଲେ। ଶିଲୋରେ ପରମେଶ୍ୱରଙ୍କ ଗୃହ ଥିବାର ସମସ୍ତ ସମୟ ସେମାନେ ଆପଣାମାନଙ୍କ ପାଇଁ ମିଖାର ନିର୍ମିତ ସେହି ଖୋଦିତ ପ୍ରତିମା ସ୍ଥାପନ କରି ରଖିଲେ। ବିଚାରକର୍ତ୍ତା 19 ପର୍ବ। ଇସ୍ରାଏଲ ମଧ୍ୟରେ ରାଜା ନଥିବା ସମୟରେ ଏପରି ଘଟିଲା ଯେ ଇଫ୍ରିୟମ ପର୍ବତମୟ ଦେଶରେ ଅନ୍ତର ପ୍ରଦେଶରେ ନିବାସୀ ଏକ ଲେବୀୟ ଲୋକ ବୈଥେଲରେ ହମ୍ ଜିହୁଦାରୁ ଏକ ଉପପତ୍ନୀ ଗ୍ରହଣ କଲା। ପୁଣି ତାହାର ଉପପତ୍ନୀ ତାହା ବିରୁଦ୍ଧରେ ବେଶ୍ୟାଚାର କରି ତାହା ନିକଟରୁ ବାହାରି ଯାଇ ବେଥେଲହମ୍ ଜିହୁଦାରେ ଆପଣା ପିତୃଗୃହରେ 4 ମାସ କାଳ ରହିଲା। ଏ ଉତ୍ତାରେ ତାହାର ଉପପତି ତାହାକୁ ପ୍ରୀତିବଚନ କହି
ଫେରାଇ ଆଣିବାକୁ ଆପଣା ସଙ୍ଗେ ଏକ ଦାସ ଓ 2 ଗର୍ଦ୍ଧବ ନେଇ ତାହା ନିକଟକୁ ଗଲା। ତହିଁରେ ସେହି ସ୍ତ୍ରୀ ତାହାକୁ ଆପଣା ପିତୃଗୃହକୁ ଆଣିଲା। ତହିଁରେ ସେହି ଯୁବତୀର ପିତା ସେ ବ୍ୟକ୍ତିକି ଦେଖି ତାହା ସହିତ ସାକ୍ଷାତ କରି ଆନନ୍ଦିତ ହେଲା। ଏ ହେତୁରୁ ତାହାର ଶ୍ୱଶୁର ସେହି ଯୁବତୀର ପିତା ତାହାକୁ ଅଟକାଇଲା। ତହୁଁ ସେ ତାହା ସଙ୍ଗେ 3 ଦିନ ରହିଲା। ପୁଣି ସେମାନେ ଭୋଜନପାନ କରି ସେଠାରେ ରାତ୍ରି କ୍ଷେପଣ କଲେ। ପୁଣି ଚତୁର୍ଥ ଦିନ ସେମାନେ ଅତି ପ୍ରଭାତରେ ଉଠିଲେ ଓ ସେ ସ୍ଥାନ ପ୍ରସ୍ଥାନ କରିବାକୁ ଉଦ୍ୟତ ହୁଅନ୍ତେ ସେହି ଯୁବତୀର ପିତା ଆପଣା ଜ୍ୱାଇଁକି କହିଲା, ମୁଠିଏ ଆହାର କରି ପ୍ରାଣ ତୃପ୍ତ କର, ତହିଁ ଉତ୍ତାରୁ ଆପଣା ବାଟରେ ଯିବ। ତହୁଁ ସେ ଦୁହେଁ ଏକତ୍ର ବସି ଭୋଜନପାନ କଲେ। ଏଥିରେ ସେ ଯୁବତୀର ପିତା ସେ ଲୋକକୁ କହିଲା, ଅନୁଗ୍ରହ କରି ଏହି ରାତ୍ରିଟି ରହିଯାଅ, ଆପଣା ମନକୁ ଖୁସି କର। ତଥାପି ସେ ପ୍ରସ୍ଥାନ କରିବାକୁ ଉଠିଲା। ମାତ୍ର ତାହାର ଶ୍ୱଶୁର ତାହାକୁ ଅନୁରୋଧ କରନ୍ତେ ସେ ପୁନର୍ବାର ରାତ୍ରି କ୍ଷେପଣ କଲା। ପୁଣି ସେ 5ମ ଦିନ ଅତି ପ୍ରଭାତରେ ଉଠି ପ୍ରସ୍ଥାନ କରିବାକୁ ଉଦ୍ୟତ ହେଲା। ତହିଁରେ ଯୁବତୀର ପିତା କହିଲା, ଅନୁଗ୍ରହ କରି ଆପଣା ପ୍ରାଣ ତୃପ୍ତ କର, ତୁମେମାନେ ଅପରାହ୍ନ ପର୍ଯ୍ୟନ୍ତ ରୁହ। ଏଥିରେ ସେ ଦୁହେଁ ଭୋଜନ କଲେ। ଏ ଉତ୍ତାରେ ସେ ପୁରୁଷ ଓ ତାହାର ଉପପତ୍ନୀ ଓ ଦାସ ପ୍ରସ୍ଥାନ କରିବାକୁ ଉଠନ୍ତେ ତାହାର ଶ୍ୱଶୁର ସେହି ଯୁବତୀର ପିତା ତାହାକୁ କହିଲା, ଦେଖ, ଏବେ ତ ସନ୍ଧ୍ୟା ନିକଟ ହେଉଅଛି, ଅନୁଗ୍ରହ କରି ରାତ୍ରିଟି ରହିଯାଅ। ଦେଖ, ଦିନ ଗଡ଼ିଯାଉଛି, ଏଠାକାର ମନ ଖୁସି କରିବା ପାଇଁ ରାତ୍ରିଟି କ୍ଷେପଣ କର। କାଲି ବଡ଼ି ସକାଳୁ ଉଠି ଆପଣା ବାଟରେ ଗୃହକୁ ଯିବ। ମାତ୍ର ସେ ଲୋକ ସେହି ରାତ୍ରି ରହିବାକୁ ଅସମ୍ମତ ହୋଇ ଉଠି ପ୍ରସ୍ଥାନ କଲା ଓ ଜିବୁସ ଅର୍ଥାତ୍ ଜେରୁସାଲେମ ନିକଟରେ ଉପସ୍ଥିତ ହେଲା। ପୁଣି ତାହା ସଙ୍ଗେ ସସଜ୍ଜ ଯୋଡ଼ିଏ ଗଧ ଓ ମଧ୍ୟ ତାର ଉପପତ୍ନୀ ଥିଲେ। ସେମାନେ ଜିବୁସ ନିକଟରେ ହେବା ବେଳକୁ ପ୍ରାୟ ଦିନ ଶେଷ ହୋଇଥିଲା। ଏଥିରେ ଦାସ ତାହାର ମୁନିବକୁ କହିଲା, ବିନୟ କରୁଅଛି, ଆସ, ଆମେମାନେ ଜିବୁସୀୟମାନଙ୍କର ଏହି ନଗରକୁ ଯାଇ ସେଠାରେ ରାତ୍ରି କ୍ଷେପଣ କରୁ। ମାତ୍ର ତାହାର ମୁନିବ ତାହାକୁ କହିଲା, ଆମେମାନେ ବିଦେଶୀୟମାନଙ୍କ ନଗରକୁ ଯିବୁ ନାହିଁ। ତାହା ଇସ୍ରାଏଲ ସନ୍ତାନଗଣ ନୁହେଁ, ମାତ୍ର ଆମେମାନେ ଗିବିଆ ଯାଏ ଯିବୁ। ପୁଣି ସେ ଆପଣା ଦାସକୁ କହିଲା, ଆସ, ଆମେମାନେ ଏହି 2 ସ୍ଥାନରୁ କୌଣସି ଏକ ସ୍ଥାନକୁ ଯାଉ, ପୁଣି ଗିବିଆ କି ରାମାରେ ରାତ୍ରି କାଟିବା। ତେଣୁ ସେମାନେ ଆପଣା ପଥରେ ଚାଲିଗଲେ। ପୁଣି ବିନ୍ୟାମିନର ଅଧିକାର ସ୍ଥିତ ଗିବିଆ ନିକଟ ହେବା ବେଳେ ସୂର୍ଯ୍ୟ ଅସ୍ତ ହେଲା। ତହୁଁ ସେମାନେ ଗିବିଆରେ ରାତ୍ରି କାଟିବା ପାଇଁ ବାଟ ଛାଡ଼ିଗଲେ। ପୁଣି ସେମାନେ ନଗର ଭିତରକୁ ଯାଇ ଦାଣ୍ଡରେ ବସିଲେ, କାରଣ ରାତ୍ରି କାଟିବା ପାଇଁ ସେମାନଙ୍କୁ ଆପଣା ଘରକୁ ନେବା ପାଇଁ କେହି ନଥିଲେ। ସେତେବେଳେ ଦେଖ, ଜଣେ ବୃଦ୍ଧ ସନ୍ଧ୍ୟାକାଳେ ଆପଣା କ୍ଷେତ୍ରର କର୍ମରୁ ଆସୁଥିଲା। ସେ ଇଫ୍ରିମ୍ ପର୍ବତମୟ ଦେଶର ଲୋକ। ସେ ଗିବିଆରେ ପ୍ରବାସ କରୁଥିଲା। ମାତ୍ର ସେ ସ୍ଥାନର ଲୋକମାନେ ବିନ୍ୟାମିନୀୟ ଥିଲେ। ପୁଣି ସେ ଲୋକ ଅନାଇ ନଗର ଦାଣ୍ଡରେ ସେହି ପଥିକକୁ ଦେଖିଲା ଓ ସେ ବୃଦ୍ଧ ଲୋକ ପଚାରିଲା, ତୁମେମାନେ କେଉଁଠାକୁ ଯାଉଅଛ, ପୁଣି କେଉଁଠାରୁ ଆସିଅଛ? ତହିଁରେ ସେ ତାହାକୁ କହିଲା, ଆମେମାନେ ବୈଥଲେହେମକୁ ଜିହୁଦାରୁ ଇଫ୍ରିମ୍ ପର୍ବତମୟ ଦେଶର ଅନ୍ତ ପ୍ରଦେଶକୁ ଯାଉଅଛୁ। ଆମ୍ଭେ ସେହି ସ୍ଥାନର ଲୋକ ଓ ବେଥଲେହେମ ଜିହୁଦାକୁ ଯାଇଥିଲୁ। ଏବେ ମୁଁ ସଦାପ୍ରଭୁଙ୍କ ଗୃହକୁ ଯାଉଅଛି, ମାତ୍ର କେହି ମୋତେ ଆପଣା ଗୃହକୁ ନେବାକୁ ନାହିଁ। ତଥାପି ଆମ୍ଭମାନଙ୍କ ପାଖରେ ଆମ୍ଭମାନଙ୍କ ଗଧ ପାଇଁ ପାଳକୁଟା ଓ ଦାନା ଉଭୟ ଅଛି। ମଧ୍ୟ ମୋ ପାଇଁ ଓ ତୁମ୍ଭର ଏହି ଦାସୀ ପାଇଁ, ତୁମ ଦାସ ସଙ୍ଗେ ଥିବା ଏହି ଯୁବା ପାଇଁ ରୋଟି ଓ ଦ୍ରାକ୍ଷାରସ ଅଛି। କୌଣସି ବିଷୟରେ କିଛି ଅଭାବ ନାହିଁ। ତହୁଁ ସେ ବୃଦ୍ଧ ଲୋକ କହିଲା, ତୁମ୍ଭର ମଙ୍ଗଳ ହେଉ, ଯେକୌଣସି ମତେ ହେଉ, ତୁମ୍ଭର ସବୁ ଅଭାବର ଭାର ମୋ ଉପରେ। କୌଣସି ମତେ ଦାଣ୍ଡରେ ରୁହ ନାହିଁ। ତହିଁରେ ସେ ସେମାନଙ୍କୁ ଆପଣା ଗୃହକୁ ଆଣି ଗଧମାନଙ୍କୁ ଖାଦ୍ୟ ଦେଲା। ପୁଣି ସେମାନେ ପାଦ ଧୋଇ ଭୋଜନପାନ କଲେ। ସେମାନେ ଆପଣା ଆପଣା ମନକୁ ଖୁସି କଲାବେଳେ ଦେଖ, ନଗରର ଲୋକ କେତେକ ପାପାଧନ ଓ ସନ୍ତାନ କବାଟରେ ମାରି ମାରି ଘରର ଚାରିପାଖ ଘେରିଲେ। ପୁଣି ସେମାନେ ସେହି ଗୃହକର୍ତ୍ତା ବୃଦ୍ଧକୁ କହିଲେ, ତୁମ୍ଭ ଗୃହକୁ ଯେଉଁ ମନୁଷ୍ୟ ଆସିଅଛି, ତାହାକୁ ବାହାରକୁ ଆଣ, ଆମ୍ଭେମାନେ ତାହାଠାରେ ଉପଗତ ହେବା। ତହିଁରେ ସେହି ଗୃହକର୍ତ୍ତା ବାହାରକୁ ସେମାନଙ୍କ ନିକଟକୁ ଯାଇ କହିଲା, ନାଇଁ ନାଇଁ, ଆମ୍ଭର ଭାତୃଗଣ ବିନୟ କରୁଅଛୁ, ଏପରି ଦୁଷ୍କର୍ମ କର ନାହିଁ। ଏ ପୁରୁଷ ଆମ୍ଭ ଗୃହକୁ ଆସିଅଛି, ଏଥିପାଇଁ ଏ ମୂଢ଼ତାର କର୍ମ ନ କର। ଦେଖ, ମୋର ଅବିବାହିତା କନ୍ୟା ଓ ସେ ଲୋକର ଉପପତ୍ନୀ ଅଛି। ମୁଁ ସେମାନଙ୍କୁ ଆଣିଦେଉଛି ପଛେ, ତୁମେମାନେ ସେମାନଙ୍କୁ ଭ୍ରଷ୍ଟ କର ଓ ଯାହା ତୁମମାନଙ୍କ ଦୃଷ୍ଟିରେ ଭଲ ତାହା ସେମାନଙ୍କ ସଙ୍ଗେ କର, ମାତ୍ର ଏହି ପୁରୁଷ ପ୍ରତି ଏପରି କୌଣସି ମୂଢ଼ତା ନ କର। ତଥାପି ସେମାନେ ତାହା କଥା ଶୁଣିଲେ ନାହିଁ। ତେଣୁ ସେ ପୁରୁଷ ଆପଣା ଉପପତ୍ନୀକି ଧରି ବାହାରକୁ ସେମାନଙ୍କ କତିକି ଆଣିଲା।
ତହିଁରେ ସେମାନେ ସେହି ସ୍ତ୍ରୀଠାରେ ଉପଗତ ହେଲେ ଓ ପ୍ରଭାତ ପର୍ଯ୍ୟନ୍ତ ରାତ୍ରିଯାକ ତା ପ୍ରତି ଅତ୍ୟାଚାର କଲେ। ପୁଣି ପ୍ରଭାତ ହେବା ବେଳକୁ ତାହାକୁ ଛାଡ଼ିଦେଲେ। ତେଣୁ ରାତ୍ରି ପାହାନ୍ତା ବେଳକୁ ସେହି ସ୍ତ୍ରୀ ତାର ସ୍ୱାମୀ ରହୁଥିବା ଲୋକର ଗୃହଦ୍ୱାର ନିକଟରେ ଆଲୁଅ ହେବା ପର୍ଯ୍ୟନ୍ତ ପଡ଼ି ରହିଲା। ଏ ଉତ୍ତାରେ ପ୍ରଭାତ ହୁଅନ୍ତେ ତାହାର ସ୍ୱାମୀ ଉଠି ଆପଣା ବାଟରେ ଯିବା ପାଇଁ ଗୃହଦ୍ୱାର ଫିଟାଇ ବାହାରକୁ ଗଲା। ମାତ୍ର ଦେଖ, ତାହାର ଉପପତ୍ନୀ ସେହି ସ୍ତ୍ରୀ ଗୃହଦ୍ୱାର ନିକଟରେ ପଡ଼ିଛି, ତାହାର ଦୁଇ ହାତ ଦ୍ୱାରବନ୍ଧ ଉପରେ ଅଛି। ତେଣୁ ସେ ତାହାକୁ କହିଲା, ଉଠ, ଚାଲ ଆମ୍ଭେମାନେ ଯିବା। ମାତ୍ର ସେ ଉତ୍ତର ଦେଲା ନାହିଁ। ତେବେ ସେ ତାହାକୁ ଗଧ ଉପରକୁ ନେଲା, ଆଉ ସେ ପୁରୁଷ ଉଠି ଆପଣା ସ୍ଥାନକୁ ପ୍ରସ୍ଥାନ କଲା। ଅନନ୍ତର ସେ ଆପଣା ଗୃହରେ ପହଞ୍ଚିଲା ଉତ୍ତାରେ ଖଣ୍ଡେ ଛୁରୀ ନେଇ ଆପଣା ଉପପତ୍ନୀର ଅସ୍ଥିର ଖଞ୍ଜ ଅନୁସାରେ 12 ଖଣ୍ଡରେ ବିଭକ୍ତ କରି ଇସ୍ରାଏଲର ସମସ୍ତ ଅଞ୍ଚଳକୁ ପଠାଇଲା। ତହିଁରେ ଯେତେ ଲୋକ ତାହା ଦେଖିଲେ ସମସ୍ତେ କହିଲେ, ଇସ୍ରାଏଲ ସନ୍ତାନଗଣ ମିଶ୍ର ଦେଶରୁ ବାହାରି ଆସିବା ଦିନାବଧି ଆଜି ପର୍ଯ୍ୟନ୍ତ ଏପରି କର୍ମ କେବେ କରାଯାଇ ନାହିଁ କି ଦେଖାଯାଇ ନାହିଁ। ଏ ବିଷୟରେ ମନୋଯୋଗ କର, ମନ୍ତ୍ରଣା ନିଅ ଓ କୁହ। ବିଚାରକର୍ତ୍ତା 20 ପର୍ବ। ଅନନ୍ତର ଦାନଠାରୁ ସେରବା ପର୍ଯ୍ୟନ୍ତ ଓ ଗିଲିୟଦ ଦେଶ ପର୍ଯ୍ୟନ୍ତ ଇସ୍ରାଏଲ ସନ୍ତାନଗଣ ସମସ୍ତେ ବାହାର ହେଲେ ଓ ସମଗ୍ର ମଣ୍ଡଳୀ ଏକ ମନୁଷ୍ୟ ପରି ମିସ୍ପିରେ ସଦାପ୍ରଭୁଙ୍କ ସାକ୍ଷାତରେ ଏକତ୍ରିତ ହେଲେ। ପରମେଶ୍ୱରଙ୍କ ଲୋକଗଣର ସେହି ସମାଜରେ ଇସ୍ରାଏଲ ସମୁଦାୟ ବଂଶୀୟ ଲୋକଙ୍କ ପ୍ରଧାନ ବର୍ଗ ଓ 4 ଲକ୍ଷ ଖଡ୍ଗଧାରୀ ପଦାତିକ ଉପସ୍ଥିତ ହେଲେ। ତେଣୁ ଇସ୍ରାଏଲ ସନ୍ତାନଗଣ ଯେ ମିସ୍ପିକି ଯାଇଅଛନ୍ତି, ଏହା ବିନ୍ୟାମିନୀୟ ସନ୍ତାନଗଣ ଶୁଣିଲେ। ଇସ୍ରାଏଲ ସନ୍ତାନଗଣ ପଚାରିଲେ, ଏ ଦୁଷ୍ଟତା କି ପ୍ରକାର ହେଲା, ତାହା ଆମ୍ଭମାନଙ୍କୁ କୁହ। ତହିଁରେ ସେହି ହତ ସ୍ତ୍ରୀର ଉପପତି ଉତ୍ତର ଦେଇ କହିଲା, ମୁଁ ଓ ମୋର ଉପପତ୍ନୀ ରାତ୍ରି କ୍ଷେପଣ ନିମନ୍ତେ ବିନ୍ୟାମିନର ଅଧିକାରସ୍ଥ ଗିବିୟାକୁ ଆସିଥିଲୁ। ପୁଣି ଗିବିୟାର ଲୋକମାନେ ମୋ ବିରୁଦ୍ଧରେ ଉଠି ରାତ୍ରିରେ ଗୃହ ଚତୁର୍ଦିଗରେ ମୋତେ ଘେରିଲେ। ମୋତେ ସେମାନେ ବଧ କରିବାକୁ ବିଚାର କଲେ। ପୁଣି ମୋର ଉପପତ୍ନୀ କି ବଳାତ୍କାର କଲେ। ତହିଁରେ ସେ ମଲା। ତହୁଁ ମୁଁ ନିଜ ଉପପତ୍ନୀ କି ନେଇ ଖଣ୍ଡ ଖଣ୍ଡ କରି ଇସ୍ରାଏଲ ଅଧିକାରସ୍ଥ ଦେଶର ସର୍ବତ୍ର ପଠାଇଲି, କାରଣ ସେମାନେ ଇସ୍ରାଏଲ ମଧ୍ୟରେ ଦୁଷ୍ଟତା ଓ ମୂଢ଼ତାର କର୍ମ କରିଅଛନ୍ତି। ଦେଖ, ହେ ଇସ୍ରାଏଲ ସନ୍ତାନଗଣ, ତୁମ୍ଭେ ସମସ୍ତେ ଏ ବିଷୟରେ ଆପଣା ଆପଣା ମତ ଓ ମନ୍ତ୍ରଣା ଦିଅ। ତହିଁରେ ସମସ୍ତେ ଏକ ଲୋକ ପରି ଉଠି କହିଲେ, ଆମ୍ଭେମାନେ କେହି ଆପଣା ତମ୍ବୁକୁ ଯିବୁ ନାହିଁ, କିମ୍ବା ଆମ୍ଭେମାନେ କେହି ଆପଣା ଗୃହକୁ ଫେରିବୁ ନାହିଁ। ମାତ୍ର ଗିବିଆ ପ୍ରତି ଏବେ ଆମ୍ଭେମାନେ ଏଇ କଥା କରିବୁ, ଗୁଲିବାଣ୍ଟ କ୍ରମେ ତା ପ୍ରତିକୂଳରେ ଯିବୁ। ପୁଣି ଆପଣା ଲୋକମାନଙ୍କ ନିମନ୍ତେ ଖାଦ୍ୟଦ୍ରବ୍ୟ ଆଣିବା ପାଇଁ ଆମ୍ଭେମାନେ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରୁ 110 ଜଣ, 1000 ଜଣ, 10,000 1000 ଜଣ ଲେଖାଏଁ ନେବୁ। ତହିଁରେ ଲୋକମାନେ ବିନ୍ୟାମିନର ଅଧିକାରସ୍ଥ ଗିବିଆକୁ ଆସିଲେ। ସେମାନେ ଇସ୍ରାଏଲ ମଧ୍ୟରେ ଯେ ସମସ୍ତ ମୂଢ଼ତାର କର୍ମ କରିଅଛନ୍ତି, ତଦନୁସାରେ ସେମାନଙ୍କୁ ପ୍ରତିଫଳ ଦେବେ। ଏ ରୂପେ ଇସ୍ରାଏଲୀୟ ସମସ୍ତ ଲୋକ ଏକ ମନୁଷ୍ୟ ପରି ଯୁକ୍ତ ହୋଇ ସେହି ନଗର ବିରୁଦ୍ଧରେ ଏକତ୍ରିତ ହେଲେ। ଅନନ୍ତର ଇସ୍ରାଏଲ ବଂଶ ବିନ୍ୟାମିନର ସମୁଦାୟ ବଂଶ ନିକଟକୁ ଲୋକ ପଠାଇ କହିଲେ, ତୁମ୍ଭମାନଙ୍କ ମଧ୍ୟରେ ଏ କି ଦୁଷ୍ଟତା ଘଟିଅଛି? ଏବେ ତୁମେମାନେ ସେହି ଗିବିଆର ପାପାଧମ ସନ୍ତାନମାନଙ୍କୁ ସମର୍ପଣ କର। ତହିଁରେ ଆମ୍ଭେମାନେ ସେମାନଙ୍କୁ ବଧ କରି ଇସ୍ରାଏଲ ମଧ୍ୟରୁ ଦୁଷ୍ଟତା ଦୂର କରିବା। ମାତ୍ର ବିନ୍ୟାମିନ ଆପଣା ଭ୍ରାତା ଇସ୍ରାଏଲ ସନ୍ତାନଗଣର ରବ ଶୁଣିବାକୁ ସମ୍ମତ ହେଲେ ନାହିଁ। ପୁଣି ଇସ୍ରାଏଲ ସନ୍ତାନଗଣ ସଙ୍ଗେ ଯୁଦ୍ଧ କରିବା ପାଇଁ ବିନ୍ୟାମିନ ସନ୍ତାନଗଣ ନଗରମାନରୁ ବାହାରି ଗିବିଆକୁ ଯାଇ ଏକତ୍ରିତ ହେଲେ। ସେହିଦିନ ନଗରମାନରୁ ଆଗତ ବିନ୍ୟାମିନ ସନ୍ତାନଗଣର 26,000 ଖଡ୍ଗଧାରୀ ଲୋକ ଗଣିତ ହେଲେ। ଏହାଛଡ଼ା ଗିବିଆ ନିବାସୀ ଲୋକମାନଙ୍କର 700 ବଛା ଲୋକ ଗଣିତ ହେଲେ। ଏହି ଲୋକସମୂହ ମଧ୍ୟରେ 700 ବଛା ଲୋକ ବାଁ ହାତିଆ ଥିଲେ। ସେମାନେ ପ୍ରତ୍ୟେକ ବଣା ନୋହି ଏକ କେଶକୁ ହିଁ ଲକ୍ଷ୍ୟ କରି ଛାଟିଣି ମାରିପାରନ୍ତି। ବିନ୍ୟାମିନ ଛଡ଼ା ଇସ୍ରାଏଲର ଖଡ୍ଗଧାରୀ 4 ଲକ୍ଷ ଲୋକ ଗଣିତ ହେଲେ। ଏ ସମସ୍ତେ ଯୋଦ୍ଧା। ଏ ଉତ୍ତାରେ ଇସ୍ରାଏଲ ସନ୍ତାନଗଣ ଉଠି ବୈଥଲକୁ ଯାଇ ପରମେଶ୍ୱରଙ୍କ ନିକଟରେ ପଚାରି କହିଲେ, ବିନ୍ୟାମିନ ସନ୍ତାନଗଣ ସହିତ ଯୁଦ୍ଧ କରିବା ପାଇଁ ଆମ୍ଭମାନଙ୍କ ପକ୍ଷରେ ପ୍ରଥମେ କିଏ ଯିବ? ସଦାପ୍ରଭୁ କହିଲେ, ଜିହୁଦା ପ୍ରଥମେ ଯିବ। ତହିଁରେ ଇସ୍ରାଏଲ ସନ୍ତାନଗଣ ପ୍ରଭାତରେ ଉଠି ଗିବିଆ ବିରୁଦ୍ଧରେ ଛାଉଣି ସ୍ଥାପନ କଲେ। ପୁଣି ଇସ୍ରାଏଲୀୟ ଲୋକମାନେ ବିନ୍ୟାମିନ ସଙ୍ଗେ ଯୁଦ୍ଧ କରିବାକୁ ବାହାରିଲେ।
ଓ ଇସ୍ରାଏଲୀୟ ଲୋକମାନେ ଗିବିଆ ନିକଟରେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ ସଜାଇଲେ। ତହିଁରେ ବିନ୍ୟାମିନ୍ ସନ୍ତାନଗଣ ଗିବିଆରୁ ବାହାରି ସେହିଦିନ ଇସ୍ରାଏଲ ମଧ୍ୟରୁ 22,000 ଲୋକଙ୍କୁ ସଂହାର କରି ଭୂମିରେ ନିପାତ କଲେ। ତହିଁ ଉତ୍ତାରେ ଇସ୍ରାଏଲୀୟ ଲୋକମାନେ ଆପଣାମାନଙ୍କୁ ଆଶ୍ୱାସ ଦେଇ ପ୍ରଥମ ଦିନ ଯେଉଁ ସ୍ଥାନରେ ଆପଣାମାନଙ୍କୁ ସଜାଇଥିଲେ ପୁନର୍ବାର ସେହି ସ୍ଥାନରେ ଯୁଦ୍ଧ ସଜାଇଲେ। ପୁଣି ଇସ୍ରାଏଲ ସନ୍ତାନଗଣ ଉଠିଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସମ୍ମୁଖରେ ରୋଦନ କଲେ। ପୁଣି ସେମାନେ ସଦାପ୍ରଭୁଙ୍କୁ ପଚାରି କହିଲେ, ଆମ୍ଭେ କି ଆପଣା ଭାଇ ବିନ୍ୟାମିନ୍ ସନ୍ତାନଗଣ ସହିତ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେବା? ତହିଁରେ ସଦାପ୍ରଭୁ କହିଲେ, ତା ବିରୁଦ୍ଧରେ ଯାଅ। ଏ ଉତ୍ତାରେ ଇସ୍ରାଏଲ ସନ୍ତାନଗଣ ଦ୍ୱିତୀୟ ଦିନ ବିନ୍ୟାମିନ୍ ସନ୍ତାନଗଣ ବିରୁଦ୍ଧରେ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେଲେ। ପୁଣି ବିନ୍ୟାମିନ୍ ସେହି ଦ୍ୱିତୀୟ ଦିନ ସେମାନଙ୍କ ପ୍ରତିକୂଳରେ ଗିବିଆରୁ ବାହାରି ଇସ୍ରାଏଲ ସନ୍ତାନଗଣର 18,000 ଲୋକଙ୍କୁ ପୁନର୍ବାର ସଂହାର କରି ଭୂମିରେ ନିପାତ କଲେ। ଏ ସମସ୍ତେ ଖଡ୍ଗଧାରୀ ଥିଲେ। ତେବେ ସମସ୍ତ ଇସ୍ରାଏଲ ସନ୍ତାନ ଓ ସମସ୍ତ ଲୋକ ଉଠି ବେଥେଲକୁ ଯାଇ ରୋଦନ କଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ବସି ସେଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ କଲେ। ଓ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ହୋମବଳି ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ସେହି ସମୟରେ ପରମେଶ୍ୱରଙ୍କ ନିୟମ ସିନ୍ଦୁକ ସେଠାରେ ଥିଲା। ପୁଣି ହାରୋନଙ୍କ ପୌତ୍ର ଇଲିଆସର ପୁତ୍ର ପିନହସ୍ ସେହି ସମୟରେ ତହିଁ ସମ୍ମୁଖରେ ଠିଆ ହେବା ବ୍ୟକ୍ତି ଥିଲା। ଏହେତୁ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କୁ ପଚାରି କହିଲେ, ଆମ୍ଭେ ଆପଣା ଭାଇ ବିନ୍ୟାମିନ୍ ସନ୍ତାନଗଣ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏବେ ହିଁ କି ପୁନର୍ବାର ଯିବା ଅବା କ୍ଷାନ୍ତ ହେବା? ସଦାପ୍ରଭୁ କହିଲେ, ଯାଅ, ଆମ୍ଭେ କାଲି ତୁମ୍ଭ ହସ୍ତରେ ତାହାକୁ ସମର୍ପଣ କରିବା। ତ ଇସ୍ରାଏଲ ଗିବିଆର ଚତୁର୍ଦ୍ଦିଗରେ ଲୋକ ଛକି ବସାଇ ରଖିଲା। ଅନନ୍ତର ତୃତୀୟ ଦିନ ଇସ୍ରାଏଲ ସନ୍ତାନଗଣ ବିନ୍ୟାମିନ୍ ସନ୍ତାନଗଣ ବିରୁଦ୍ଧରେ ଉଠିଗଲେ ଓ ପୂର୍ବ ପରି ଗିବିଆ ନିକଟରେ ଆପଣାମାନଙ୍କୁ ସଜାଇଲେ। ତ ବିନ୍ୟାମିନ୍ ସନ୍ତାନଗଣ ସେହି ଲୋକମାନଙ୍କ ବିରୁଦ୍ଧରେ ଯାଇ ନଗରଠାରୁ ଦୂରକୁ ଆକର୍ଷିତ ହେଲେ। ପୁଣି ପୂର୍ବ ସମୟ ପରି ଲୋକମାନଙ୍କୁ ଆଘାତ ଓ ବଦ୍ଧ କରିବାକୁ ଲାଗିଲେ। ଆଉ ବୈଥଲ ଆଡେ ଓ କ୍ଷେତ୍ର ଦେଇ ଗିବିଆ ଆଡେ ଯିବା ଦୁଇ ସଡ଼କରେ ସେମାନେ ଉଣାଧିକ ଇସ୍ରାଏଲୀୟ 30 ଲୋକଙ୍କୁ ବଧ କଲେ। ତ ବିନ୍ୟାମିନ୍ ସନ୍ତାନମାନେ କହିଲେ, ଏମାନେ ତ ପୂର୍ବ ପରି ଆମ୍ଭମାନଙ୍କ ସମ୍ମୁଖରେ ପରାସ୍ତ ହେଉଅଛନ୍ତି। ମାତ୍ର ଇସ୍ରାଏଲ ସନ୍ତାନଗଣ କହିଲେ, ଆମ୍ଭେମାନେ ପଳାଇ ନଗରରୁ ସଡ଼କକୁ ସେମାନଙ୍କୁ ଆକର୍ଷଣ କରିନେଉ। ତ ଇସ୍ରାଏଲ ଲୋକ ସମସ୍ତେ ଆପଣା ଆପଣା ସ୍ଥାନରୁ ଉଠି ବାଲତାମରରେ ଆପଣାମାନଙ୍କୁ ସଜାଇଲେ। ଏଥିମଧ୍ୟରେ ଇସ୍ରାଏଲ ଛକି ବସିଥିବା ଲୋକମାନେ ଗିବିଆସ୍ଥ ଆପଣା ଆପଣା ସ୍ଥାନରୁ ଏକାବେଳେ ଉଠି ଆସିଲେ। ତ ଇସ୍ରାଏଲିଆ ସମସ୍ତ ଲୋକଙ୍କ ମଧ୍ୟରୁ 10,000 ବଛା ଲୋକ ଗିବିଆ ନିକଟକୁ ଆସନ୍ତେ ଭାରି ଯୁଦ୍ଧ ହେଲା। ମାତ୍ର ଅମଙ୍ଗଳ ଆସି ଯେ ସେମାନଙ୍କ ଉପରେ ପଡ଼ିଲାଣି ଏହା ସେମାନେ ଜାଣିଲେ ନାହିଁ। ସେତେବେଳେ ସଦାପ୍ରଭୁ ଇସ୍ରାଏଲ ସମ୍ମୁଖରେ ବିନ୍ୟାମିନ୍କୁ ଆଘାତ କଲେ। ତହିଁରେ ଇସ୍ରାଏଲ ସନ୍ତାନଗଣ ସେହିଦିନ ବିନ୍ୟାମିନ୍ର 25,100 ଲୋକ ବଧ କଲେ। ଏ ସମସ୍ତେ ଖଡ୍ଗଧାରୀ ଥିଲେ। ଏହି ରୂପେ ବିନ୍ୟାମିନ୍ ସନ୍ତାନଗଣ ଆପଣାମାନଙ୍କୁ ପରାସ୍ତ ହେବାର ଦେଖିଲେ। କାରଣ ଇସ୍ରାଏଲୀୟ ଲୋକମାନେ ଗିବିଆରେ ଛକି ବସାଇଥିବା ଲୋକମାନଙ୍କ ଉପରେ ନିର୍ଭର ରଖି ବିନ୍ୟାମିନ୍କୁ ସ୍ଥାନ ଛାଡ଼ିଦେଲେ। ଏଥିମଧ୍ୟରେ ଛକି ବସିବା ଲୋକମାନେ ଶୀଘ୍ର ମାଡ଼ି ଆସି ଗିବିଆ ଆକ୍ରମଣ କଲେ। ପୁଣି ଛକି ବସିବା ଲୋକମାନେ ଆସି ଖଡ୍ଗଧାରରେ ସମସ୍ତ ନଗର ଆଘାତ କଲେ। ଆଉ ସେ ଛକି ବସିବା ଲୋକମାନେ ଯେପରି ନଗରରୁ ବୃହତ୍ ଧୂମ ମେଘ ଉଠାଇବେ, ଇସ୍ରାଏଲ ଲୋକମାନଙ୍କ ସହିତ ସେମାନଙ୍କର ଏହି ଚିହ୍ନ ସ୍ଥିର ହୋଇଥିଲା। ଏହେତୁ ଇସ୍ରାଏଲୀୟ ଲୋକମାନେ ଯୁଦ୍ଧବେଳେ ମୁଖ ଫେରାଇଲେ। ତ ବିନ୍ୟାମିନ୍ ଇସ୍ରାଏଲର ଲୋକମାନଙ୍କୁ ଆଘାତ କରି ଉଣାଧିକ 30 ଜଣଙ୍କୁ ବଧ କଲେ। କାରଣ ସେମାନେ କହିଲେ, ପ୍ରଥମ ଯୁଦ୍ଧରେ ଯେପରି ଏବେ ମଧ୍ୟ ସେପରି ନିଶ୍ଚୟ ଏମାନେ ଆମ୍ଭମାନଙ୍କ ସମ୍ମୁଖରେ ପରାସ୍ତ ହେଉଅଛନ୍ତି। ମାତ୍ର ଯେତେବେଳେ ନଗରରୁ ସ୍ତମ୍ଭ ଆକାରର ଧୂମ ମେଘ ଉପରକୁ ଉଠିବାକୁ ଲାଗିଲା, ସେତେବେଳେ ବିନ୍ୟାମିନୀୟ ଲୋକମାନେ ପଛକୁ ଅନାଇଲେ। ଆଉ ଦେଖ, ସମୁଦାୟ ନଗରର ଧୂମ ଆକାଶକୁ ଉଠୁଅଛି। ତ ଇସ୍ରାଏଲୀୟ ଲୋକମାନେ ନେଉଟିଲେ। ପୁଣି ବିନ୍ୟାମିନୀୟ ଲୋକମାନେ ବିହୋଳ ହେଲେ, କାରଣ ସେମାନେ ଆପଣାମାନଙ୍କ ଉପରେ ଅମଙ୍ଗଳ ଆସି ପଡ଼ିଲା ବୋଲି ଦେଖିଲେ। ଏଣୁ ସେମାନେ ଇସ୍ରାଏଲୀୟ ଲୋକମାନଙ୍କ ସମ୍ମୁଖରୁ ପ୍ରାନ୍ତର ପଥ ଆଡ଼େ ଫେରିଲେ। ମାତ୍ର ଯୁଦ୍ଧ ସେମାନଙ୍କ ପଛେ ପଛେ ଲାଗି ରହିଲା। ପୁଣି ନଗରମାନରୁ ଆଗତ ଲୋକମାନେ ସେମାନଙ୍କ ପଥ ମଧ୍ୟରେ ସଂହାର କଲେ। ସେମାନେ ବିନ୍ୟାମିନୀୟ ଲୋକମାନଙ୍କୁ ଚାରିଆଡ଼ୁ ଘେରିଲେ ଓ ସେମାନଙ୍କୁ ଗୋଡ଼ାଇ ସେମାନଙ୍କ ବିଶ୍ରାମ ସ୍ଥାନରେ ସୂର୍ଯ୍ୟୋଦୟ ଆଡ଼େ ଗିବିଆ ସମ୍ମୁଖସ୍ଥ ସ୍ଥାନ ପର୍ଯ୍ୟନ୍ତ ସେମାନଙ୍କୁ ଭୂମିରେ ଦଳି ପକାଇଲେ। ତହିଁରେ ବିନ୍ୟାମିନ୍ର 18,000 ଲୋକ ହତ ହେଲେ। ସେ ସମସ୍ତେ ବୀର ଥିଲେ।
ଏ ଉତ୍ତାରେ ସେମାନେ ଫେରି ପ୍ରାନ୍ତର ଆଡ଼େ ରିମୋନ ଶୈଳକୁ ପଳାଇଲେ। ତେଣୁ ଏମାନେ ସଡ଼କରେ 5,000 ଲୋକଙ୍କୁ ଗୋଟାଇ ସାଉଁଟି ମାଗିଲେ। ପୁଣି ଗିଦିଓନ ପର୍ଯ୍ୟନ୍ତ ସେମାନଙ୍କ ପଛେ ଲାଗି ରହି ସେମାନଙ୍କର 2,000 ଲୋକଙ୍କୁ ବଧ କଲେ। ଏହି ରୂପେ ସେଦିନ ବିନ୍ୟାମିନର ଖଡ୍ଗଧାରୀ 25,000 ଲୋକ ହତ ହେଲେ। ସେ ସମସ୍ତେ ବୀର ଥିଲେ। ମାତ୍ର 600 ଲୋକ ନେଉଟି ପ୍ରାନ୍ତର ଆଡ଼େ ରିମୋନ ଶୈଳକୁ ପଳାଇଲେ ଓ ରିମୋନ ଶୈଳରେ 4 ମାସ ରହିଲେ। ଅନନ୍ତର ଇସ୍ରାଏଲ ଲୋକମାନେ ବିନ୍ୟାମିନ ସନ୍ତାନଗଣର ପ୍ରତିକୂଳରେ ଫେରି ସମୁଦାୟ ନଗର ଓ ପଶୁ ଯାହା କିଛି ପାଇଲେ ସେସବୁକୁ ଖଡ୍ଗଧାରରେ ଆଘାତ କଲେ। ଆହୁରି ସେମାନେ ଯେତେ ନଗର ପାଇଲେ ସେସବୁରେ ଅଗ୍ନି ଲଗାଇଲେ। ବିଚାରକର୍ତ୍ତା 21 ପର୍ବ। ଇସ୍ରାଏଲ ଲୋକମାନେ ମିଶିପ୍ରେ ଶପଥ କରି କହିଥିଲେ, ଆମ୍ଭମାନଙ୍କର କେହି ବିନ୍ୟାମିନ ସହିତ ଆପଣା କନ୍ୟାର ବିବାହ ଦେବ ନାହିଁ। ତେଣୁ ଲୋକମାନେ ବୈଥଲକୁ ଆସି ସନ୍ଧ୍ୟା ପର୍ଯ୍ୟନ୍ତ ସେହି ସ୍ଥାନରେ ପରମେଶ୍ୱରଙ୍କ ସମ୍ମୁଖରେ ବସି ରବ ଉଠାଇ ଅତ୍ୟନ୍ତ ରୋଦନ କଲେ। ଆଉ ସେମାନେ କହିଲେ, ହେ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁ, ଆଜି ଯେ ଇସ୍ରାଏଲ ମଧ୍ୟରୁ ଏକ ବଂଶର ଉଣା ହେଲା, ଇସ୍ରାଏଲ ମଧ୍ୟରେ ଏପରି କାହିଁକି ଘଟିଲା? ତେଣୁ ଆରଦିନ ଲୋକମାନେ ଅତି ପ୍ରଭାତରେ ଉଠି ଏକ ଯଜ୍ଞବେଦୀ ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ପୁଣି ଇସ୍ରାଏଲ ସନ୍ତାନମାନେ କହିଲେ, ସମାଜ ସହିତ ସଦାପ୍ରଭୁଙ୍କ ନିକଟକୁ ଯେ ନ ଆସିଲା, ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରେ ଏପରି କିଏ ଅଛି? କାରଣ ମିସ୍ପେକି ସଦାପ୍ରଭୁଙ୍କ ନିକଟକୁ ଯେ ନ ଆସିବ, ସେ ଅବଶ୍ୟ ହତ ହେବ। ଏହା କହି ସେମାନେ ମହାଶପଥ କରିଥିଲେ। ପୁଣି ଇସ୍ରାଏଲ ସନ୍ତାନମାନେ ଆପଣା ଭାଇ ବିନ୍ୟାମିନ ପାଇଁ ଅନୁତାପ କରି କହିଲେ, ଆଜି ଇସ୍ରାଏଲ ମଧ୍ୟରୁ ଗୋଟିଏ ବଂଶ ଉଚ୍ଛିନ୍ନ ହେଲା। ସେମାନଙ୍କ ମଧ୍ୟରେ ଯେଉଁମାନେ ଅବଶିଷ୍ଟ ଅଛନ୍ତି, ସେମାନଙ୍କ ବିବାହ ବିଷୟରେ ଆମ୍ଭେମାନେ କଣ କରିବା? କାରଣ ସେମାନଙ୍କ ସହିତ ଆପଣା ଆପଣା କନ୍ୟାର ବିବାହ ଦେବୁ ନାହିଁ ବୋଲି ସଦାପ୍ରଭୁଙ୍କ ନାମରେ ଆମ୍ଭେମାନେ ଶପଥ କରିଅଛୁ। ପୁଣି ସେମାନେ କହିଲେ, ମିସ୍ପେକି ସଦାପ୍ରଭୁଙ୍କ ନିକଟକୁ ଯେ ନ ଆସିଲା, ଇସ୍ରାଏଲ ବଂଶ ସମୂହ ମଧ୍ୟରେ ଏପରି କେଉଁ ବଂଶ ଅଛି? ତହିଁରେ ଦେଖ, ଜାବେଶ ଗିଲିୟଦରୁ କେହି ଛାଉଣିସ୍ଥ ସମାଜକୁ ଆସିନଥିଲେ। କାରଣ ଲୋକମାନେ ଗଣିତ ହେବାବେଳେ ଦେଖ, ସେଠାରେ ଜାବେଶ ଗିଲିୟଦ ନିବାସୀ ମଧ୍ୟରୁ କେହି ନଥିଲେ। ତେଣୁ ମଣ୍ଡଳୀ ସେ ସ୍ଥାନକୁ 12,000 ମହାବୀର ପୁରୁଷ ପଠାଇ ସେମାନଙ୍କୁ ଆଜ୍ଞା ଦେଇ କହିଲେ, ଯାଇ ସ୍ତ୍ରୀ ବାଳକ ସମେତ ଜାବେଶ ଗିଲିୟଦ ନିବାସୀମାନଙ୍କୁ ଖଡ୍ଗରେ ଆଘାତ କର। ଆହୁରି ତୁମ୍ଭେମାନେ ଏହା କରିବ, ତୁମ୍ଭେମାନେ ପ୍ରତ୍ୟେକ ପୁରୁଷକୁ ଓ ପୁରୁଷ ସହବାସିନୀ ପ୍ରତ୍ୟେକ ସ୍ତ୍ରୀକି ବର୍ଜିତ ରୂପେ ବିନାଶ କରିବ। ତେଣୁ ସେମାନେ ଜାବେଶ ଗିଲିୟଦ ନିବାସୀମାନଙ୍କ ମଧ୍ୟରେ ପୁରୁଷ ସହବାସ ରହିତା 400 ଅବିବାହିତା କନ୍ୟା ପାଇଲେ। ଆଉ ସେମାନଙ୍କୁ କିଣାନ ଦେଶସ୍ଥ ଶିଲୋ ଛାଉଣିକି ଆଣିଲେ। ଅନନ୍ତର ସମଗ୍ର ମଣ୍ଡଳୀ ରିମୋନ ଶୈଳସ୍ଥିତ ବିନ୍ୟାମିନ ସନ୍ତାନଗଣ ସହିତ ଆଳାପ କଲେ ଓ ଦୂତ ପଠାଇ ସେମାନଙ୍କ ସହିତ ସେମାନଙ୍କ ନିକଟରେ ସନ୍ଧି ପ୍ରଚାର କଲେ। ସେ ସମୟରେ ବିନ୍ୟାମିନୀୟ ଲୋକମାନେ ଫେରିଆସିଲେ। ତେଣୁ ଜାବେଶ ଗିଲିୟଦର ଯେଉଁ ସ୍ତ୍ରୀମାନଙ୍କୁ ଇସ୍ରାଏଲୀୟମାନେ ବଞ୍ଚାଇ ରଖିଥିଲେ, ସେମାନଙ୍କୁ ସେମାନଙ୍କ ସହିତ ବିବାହ କରିଦେଲେ। ତଥାପି ସେମାନଙ୍କ ପାଇଁ କନ୍ୟା ଅଣ୍ଟିଲେ ନାହିଁ। ଏହେତୁ ସଦାପ୍ରଭୁ ଇସ୍ରାଏଲ ବଂଶ ସମୂହ ମଧ୍ୟରେ ଛିଦ୍ର କରିବାରୁ ଲୋକମାନେ ବିନ୍ୟାମିନମାନଙ୍କ ବିଷୟରେ ଅନୁତାପ କଲେ। ତେବେ ମଣ୍ଡଳୀର ପ୍ରାଚୀନମାନେ କହିଲେ, ବିନ୍ୟାମିନ ମଧ୍ୟରୁ ସ୍ତ୍ରୀମାନେ ଉଚ୍ଛିନ୍ନ ହୋଇଅଛନ୍ତି। ଏଣୁ ଅବଶିଷ୍ଟ ଲୋକମାନଙ୍କ ବିବାହ ବିଷୟରେ ଆମ୍ଭେମାନେ କଣ କରିବା? ଆହୁରି ସେମାନେ କହିଲେ, ଇସ୍ରାଏଲ ମଧ୍ୟରୁ ଏକ ବଂଶର ଲୋପ ଯେପରି ନ ହୁଏ, ଏଥିପାଇଁ ବିନ୍ୟାମିନର ଅଧିକାର ସେହି ଅବଶିଷ୍ଟ ଲୋକମାନଙ୍କର ହେଉ। ତଥାପି ଆମ୍ଭେମାନେ ସେମାନଙ୍କ ସହିତ ଆପଣାମାନଙ୍କ କନ୍ୟାର ବିବାହ ଦେଇ ନ ପାରୁ। କାରଣ ଯେ କେହି ବିନ୍ୟାମିନକୁ କନ୍ୟା ଦେବ, ସେ ଶାପଗ୍ରସ୍ତ ହେଉ ବୋଲି କହି ଇସ୍ରାଏଲ ସନ୍ତାନଗଣ ଶପଥ କରିଅଛନ୍ତି। ଆହୁରି ସେମାନେ କହିଲେ, ଦେଖ, ବୈଥଲର ଉତ୍ତର ଦିଗରେ ବୈଥଲଠୁ ସିକିମକୁ ଯିବା ସଡ଼କର ପୂର୍ବ ଆଡ଼େ ଓ ଲିବାନୋନର ଦକ୍ଷିଣ ଦିଗରେ ସ୍ଥିତ ଶିଲୋରେ ପ୍ରତିବର୍ଷ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଉତ୍ସବ ହୋଇଥାଏ। ଏହେତୁ ସେମାନେ ବିନ୍ୟାମିନ ସନ୍ତାନଗଣକୁ ଆଜ୍ଞା ଦେଇ କହିଲେ, ତୁମେମାନେ ଯାଇ ଦାଖ୍ୟା କ୍ଷେତ୍ରରେ ଛକି ବସି ଅନାଅ। ଆଉ ଦେଖ, ଶିଲୋର କନ୍ୟାମାନେ ମେଳ ମଧ୍ୟରେ ନାଚିବା ପାଇଁ ବାହାର ହୋଇ ଆସିଲେ। ତୁମେମାନେ ଦାଖ୍ୟା କ୍ଷେତ୍ରରୁ ବାହାରି ପ୍ରତ୍ୟେକ ଆପଣା ଆପଣା ପାଇଁ ଶିଲୋ କନ୍ୟାଗଣ ମଧ୍ୟରୁ ଭାର୍ଯ୍ୟା ଧରି ବିନ୍ୟାମିନ ଦେଶକୁ ଚାଲିଯାଅ। ପୁଣି ସେମାନଙ୍କ ପିତା ଅବା ଭାଇମାନେ ଆମ୍ଭମାନଙ୍କ ନିକଟକୁ ବିବାଦ କରିବାକୁ ଆସିଲେ, ଆମ୍ଭେମାନେ ସେମାନଙ୍କୁ କହିବୁ, ଆମ୍ଭମାନଙ୍କୁ ଅନୁଗ୍ରହ କରି ସେମାନଙ୍କୁ ଛାଡ଼ିଦିଅ। କାରଣ ଆମ୍ଭେମାନେ ଯୁଦ୍ଧରେ ସେମାନଙ୍କ ପ୍ରତି ଜଣ ପାଇଁ
ଭାର୍ଯ୍ୟା ନେଇନାହୁଁ, ଅବା ତୁମେମାନେ ହିଁ ଏମାନଙ୍କୁ ସେମାନଙ୍କୁ ଦେଇନାହ, ନହେଲେ ତୁମେମାନେ ଏବେ ଅପରାଧୀ ହୁଅନ୍ତ। ତଇନେ ବିନ୍ୟାମିନ ସନ୍ତାନଗଣ ସେ ରୂପେ କରି ଆପଣମାନଙ୍କ ସଂଖ୍ୟାନୁସାରେ ନୃତ୍ୟକାରିଣୀମାନଙ୍କ ମଧ୍ୟରୁ ଭାର୍ଯ୍ୟା ନେଇ ଚାଲିଗଲେ। ଆଉ ସେମାନେ ଆପଣା ଆପଣା ଅଧିକାରକୁ ଫେରିଯାଇ ନଗର ନିର୍ମାଣ କରି ତହିଁ ମଧ୍ୟରେ ବାସ କଲେ। ତେଣୁ ଇସ୍ରାଏଲ ସନ୍ତାନଗଣ ସେତେବେଳେ ସେଠାରୁ ପ୍ରସ୍ଥାନ କରି ପ୍ରତ୍ୟେକ ଆପଣା ଆପଣା ବଂଶ ଓ ଗୋଷ୍ଠୀ ନିକଟକୁ ଯାଇ ସେଠାରୁ ଆପଣା ଆପଣା ଅଧିକାରକୁ ଗଲେ। ସେ ସମୟରେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ନଥିଲା। ଯାହା ଦୃଷ୍ଟିରେ ଯାହା ଭଲ ସେ ତାହା କଲା। Good morning and praise the Lord. ଆଜି ବାଇବଲ ପଠନ ଦିନ ସଂଖ୍ୟା 50 ମଙ୍ଗଳବାର। ବିଚାରକର୍ତ୍ତା 17 ପର୍ବ ଠାରୁ 21 ପର୍ବକୁ ଆଜି ଆମ୍ଭେମାନେ ପାଠ କରିଅଛୁ। ଆସନ୍ତୁ ଆଜିର ପଠିତ ଶାସ୍ତ୍ରାଂଶର ସାରାଂଶକୁ ଚିନ୍ତା କରିବା। ବିଚାରକର୍ତ୍ତା 1 ପର୍ବ ଠାରୁ 16 ପର୍ବ ମଧ୍ୟରେ ବିଚାରକର୍ତ୍ତାମାନଙ୍କ ନେତୃତ୍ୱର ସମୟ ସମାପ୍ତ ହେଲା ଏବଂ 17 ପର୍ବ ପରେ ଅନ୍ୟାନ୍ୟ ଅତିରିକ୍ତ ଘଟଣାଗୁଡ଼ିକ ବର୍ଣ୍ଣନା କରାଯାଇଛି, ଯଥା ମିଖାର ଖୋଦିତ ପ୍ରତିମାର ଘଟଣା ଓ ଲେବୀୟ ଯୁବା ଓ ତାର ଉପପତ୍ନୀର ଘଟଣା। ବିଚାରକର୍ତ୍ତା ପୁସ୍ତକର ଲେଖକ ଇସ୍ରାଏଲର ତୀବ୍ର ପତନ ପାଇଁ ଲେବୀୟ ଗୋଷ୍ଠୀକୁ ଦାୟୀ କରନ୍ତି, ଯାହାକୁ ଆମେ ପ୍ରଥମ 16 ପର୍ବ ମଧ୍ୟରେ ଦେଖିବାକୁ ପାଉ। ଉପରୋକ୍ତ ଉଭୟ ଦୁଇଟି ଘଟଣାରେ ଲେବୀୟମାନେ ସମ୍ପୃକ୍ତ ଏବଂ ଏତଦ୍ୱାରା ଏହା ସ୍ପଷ୍ଟ ହୁଏ ଯେ ଏହି ସମୟର ଭ୍ରଷ୍ଟାଚାର ସଦୃଶ୍ୟ ରୋଗର କାରଣ ହେଉଛନ୍ତି ଲେବୀୟମାନେ, ଯେହେତୁ ସେମାନେ ସେମାନଙ୍କର କର୍ତ୍ତବ୍ୟ କାର୍ଯ୍ୟକୁ ବା ଦାୟିତ୍ୱକୁ ଉପଯୁକ୍ତ ଭାବରେ ସମ୍ପାଦନ କରିନଥିଲେ। ସେ ସମୟରେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ନଥିଲେ। ଯାହା ଦୃଷ୍ଟିରେ ଯାହା ଭଲ ସେ ତାହା କଲା। ବିଚାରକର୍ତ୍ତା 21 ପର୍ବ 25 ପଦ। ବିଚାରକର୍ତ୍ତା ପୁସ୍ତକର ଲେଖକଙ୍କ ଦୃଷ୍ଟିକୋଣକୁ ଆମେ ମିସ୍ କରିବା ବା ହରାଇବା ଉଚିତ ନୁହେଁ। ଆମେ ଈଶ୍ୱରଙ୍କୁ ଦେଖିପାରୁନଥିବା ସତ୍ତ୍ୱେ ଈଶ୍ୱର ହିଁ ଏହି ଦେଶର ରାଜା ଅଟନ୍ତି। ଏଣୁ କୌଣସି ମାନବ ରାଜା ନଥାଇ ମଧ୍ୟ ଏହା ଗୋଟିଏ ଆଦର୍ଶ ଓ ପରିପକ୍ୱ ଦେଶ ହେବା ଉଚିତ ଥିଲା। ଇସ୍ରାଏଲକୁ ଗୋଟିଏ ଆଦର୍ଶ ଦେଶ ଭାବରେ ପରିଚାଳନା କରିବାର ମିଶନ ବା କାର୍ଯ୍ୟକୁ ଲେବୀୟମାନେ ପୂରା କରନ୍ତୁ ବୋଲି ଈଶ୍ୱର ଇଚ୍ଛା କରୁଥିଲେ। ରାଜକୀୟ ଯାଜକ ଓ ଅନ୍ୟ ଦେଶୀୟମାନେ ସେମାନଙ୍କର ଆଦର୍ଶକୁ ଅନୁସରଣ କରିବା ପରି ଏକ ଆଦର୍ଶ ଦେଶ। ଏଥିରେ ବିଫଳ ହେବା ସତ୍ତ୍ୱେ ସେମାନେ ଈଶ୍ୱରଙ୍କ ଇଚ୍ଛା ମଧ୍ୟରେ ହିଁ ଥିଲେ। ବିଚାରକର୍ତ୍ତା ପୁସ୍ତକ ଏକ ମାନବ ରାଜାର ଆବଶ୍ୟକତା ତଥା ଅପେକ୍ଷାର ବାତାବରଣ ଆଡ଼କୁ କଢ଼ାଇ ନେଲା। ଈଶ୍ୱର ତାଙ୍କର ଅସ୍ଥାୟୀ ଯୋଜନା ଭାବରେ ବିଚାରକର୍ତ୍ତାମାନଙ୍କ ଦ୍ୱାରା ଲୋକମାନଙ୍କୁ ଉଦ୍ଧାର କଲେ, କିନ୍ତୁ ଲୋକମାନେ ଜଣେ ରାଜାଙ୍କ ଅପେକ୍ଷାରେ ରହିଥିଲେ। ଏହା ଥିଲା ଆଜିର ପଠିତ ଶାସ୍ତ୍ରାଂଶର ସାରାଂଶ। ଖ୍ରୀଷ୍ଟଙ୍କ ଠାରେ ଏକତ୍ର ଏହା କି ଆଶୀର୍ବାଦର ବିଷୟ ଅଟେ। ପ୍ରଭୁ ଆଜିର ପଠନରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।